ଲଗାଣ ବର୍ଷାରେ ଥୋଇନେଲା ଉପରମାଳ ମାଳିପିଟ ରାସ୍ତା। ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ 55 ନମ୍ବର ଜାତୀୟ ରାଜପଥ ଉପରମାଳଠାରୁ ମାଳିପିଟ ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଥୋଇ ନେଇଛି, ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ସୂଚନା ଅନୁଯାୟୀ ରେଳପଥ ସମ୍ପ୍ରସାରଣ ବେଳେ ରେଳ ବିଭାଗ ତରଫରୁ ଏକ ଠିକା ସଂସ୍ଥା ଦ୍ୱାରା ଜଳ ନିଷ୍କାସନ ପାଇଁ ଉପରପାଳ ଗାଁ ମୁଣ୍ଡରେ ଏକ ପୋଲ ନିର୍ମାଣ ହୋଇଥିଲା। ବଡ଼ ପୋଲ ନିର୍ମାଣ କରିବା ପରିବର୍ତ୍ତେ ଗୋଟିଏ ମାତ୍ର ହୋମ୍ ପାଇପ୍ ପକାଇ ପୋଲଟି ନିର୍ମାଣ କରାଯାଇଥିବାରୁ ଲଗାଣ ବର୍ଷାରେ ପାଣି ନିଷ୍କାସନ ହୋଇପାରିନଥିଲା। ପାଣିର ପ୍ରଖର ସ୍ରୋତ ପୋଲ ସଂଲଗ୍ନ ରାସ୍ତାରେ ଚାଲିବାରୁ ତାହା ସମ୍ପୂର୍ଣ୍ଣ ଧୋଇ ନେଇଛି। ସେହିପରି ରାସ୍ତା କାର୍ଯ୍ୟ ମଧ୍ୟ ନିମ୍ନମାନର କରାଯାଇଥିଲା। ବାଲି ମେଣ୍ଟାଲ ବିଛାଇ ରୋଲିଂ କରି କାମ କରିବା ପରିବର୍ତ୍ତେ କେବଳ ମୋରମ ଉପରେ ପିଚୁ ପକାଇ ଦିଆଯାଇଥିବା ଦେଖାଯାଇଛି, ଯାହାଫଳରେ ପାଣି ସ୍ରୋତରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଛି। ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ଗ୍ରାମବାସୀ ବୁଲି ବୁଲି ଅନ୍ୟ ଏକ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘ ଦିନରୁ ରାସ୍ତାର ମରାମତି ପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟିକା, ସାଂସଦ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନକୁ ଅନୁରୋଧ କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଗ୍ରାମକୁ ଉତ୍ତମ ରାସ୍ତା ଭଲ ଭାବେ ହୋଇପାରିନାହିଁ। ପରେ ଉକ୍ତ ଗ୍ରାମବାସୀ କହିବା ଅନୁସାରେ ଏହି ରାସ୍ତା ଅଧା ଭାଗ ରେଲୱେ ଏବଂ ଅଧା ଭାଗ ସରକାରଙ୍କ ଅଧୀନରେ ରହିଛି। 55 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାରେ 8 ଖଣ୍ଡ ଗ୍ରାମର ଗ୍ରାମବାସୀମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଉପରେ ରେଲୱେ ବ୍ରିଜ୍ ଥିବାବେଳେ ତଳେ ସାଧାରଣ ଲୋକମାନେ ଏହି ରାସ୍ତାକୁ ବ୍ୟବହାର କରୁଥିଲେ। ମାତ୍ର ବର୍ତ୍ତମାନ ଲଘୁଚାପ ଫଳରେ ଏହି ରାସ୍ତାଟି ଏବେ ଖାଲଖମା, ମାଟି କାଦୁଅ ମରଣ ଯନ୍ତା ପାଲଟିଛି। ରେଲୱେ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସଠିକ୍ ଭାବେ ରାସ୍ତା ନିର୍ମାଣ କରିବାକୁ ମାଳିପିଟ ଗ୍ରାମବାସୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ସରକାର ଏହି ରାସ୍ତାଟି ଶୀଘ୍ର ମରାମତି ନ କରିବେ ତାହେଲେ ଆଗାମୀ ଦିନରେ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରଭାସୀ ନାୟକ, ସମିତି ସଭ୍ୟା ରଶ୍ମିତା ମହାପାତ୍ର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। आमे या पूर्वर सरकार को नवेदन करूँ जे रास्ताटी यथाशीघ्र मरामती करने, कारण यही आखपाख समस्त ग्रामर लोक मैंने रास्ता उपर निर्भर करती। यही रास्ताटी अधा हूँ रेलवे विभाग आउ अधा रास्ता हूँ सरकार, तेणु उभय मिलित भाव में रास्ताटी को शीघ्र मरामती करूँ, नहले जनसाधारण राजरास्ता उपर अवरोध करेंगे। मु रविनारायण बेहरा मालीबुड़ ग्राम बिड़ पंचायत ओडापड़ा ब्लॉक जिला ढेंकानाल कहूँ। आम मालीबुड़ ग्राम को NH सहित गोटे रास्ता संजोग अच्छी। ये रास्ता सरकार अधा अच्छी संजोग और रेलवेर अधा संजोग। दीर्घ आज स्वाधीन होबार भारत दीर्घ 78 वर्ष आम मालीबुड़ ग्राम को रास्ता खंडे ना। तेणु रास्ता पर आम पंचायतर 5 खंड ग्राम लोक निर्भर कर चली आसुँ। तेणु यार सुविचार कले सरकार आम ग्रामवासी खुशी हेबू। सरकार किसी पदक्षेप नियंती आगामी दिन में आम घोर आंदोलन करने बाध्य हेबू। युधिष्ठिर साहू, घर मालीबिड़, पोस्ट ऑफिस बिड़, ग्राम पंचायत बिड़, ब्लॉक ओडापड़ा। आम ग्रामवासी दाबी करुँ जे भारत 78 वर्ष है स्वाधीन है, किंतु गाँ को एपर्यंत स्थायी रास्ता खंडे ना। एतिर रेलवेर अधा एवं ब्लॉक सरकार अधा। आमे बर्तमान सुधा खंडे साइकल खांदे पकई माने रेलवे क्रॉस करूँ। एबे निकट रे रेलवे जो काम कला से खाली माने माटी रे माने समान करदेला। जो पोल करथिला पोलटा भी भांगिला। आमे 7-8 खंड गाँ बर्तमान हैरान होजु। आमे सबुदिन ये दुखरे रोतबू। या पूर्वर भी बहुत दाबी आपत्ति करूँ, रेलवे समय भी बहुत दाबी आपत्ति करूँ, किंतु आमे गाँ लोक भाभी रेलवे वाला करूना कि सरकार करूना। एणु जदि आउ किछि दिन पर जदि किछि यार माने बर्तमान सुधा भी आम रेलवे रे जाइपारनु, शीघ्र तार पदक्षेप न नियंती ताले आम बाध्य हो रास्ता रोक करूँ। यह आमर सुनिश्चित। मो जितेंद्र दास बिड़ ग्राम पंचायतर युवक समाजसेवी एवं मालीबिड़ ग्रामर जड़े बासिंदा। आम या पूर्वर लघुचाप वर्षा होता आम सरकार को आवेदन करूँ एवं वीडियो माध्यम जनईलु, खबर कागज माध्यम सरकार को आम जनईलु एवं सोशल मीडिया माध्यम भी आम सरकार को आवेदन करूँ। जहाँकि जो वर्षा है
ବର୍ଷାରେ ଦୁଇଟା ଯାକ ବ୍ରିଜ୍ର ମୁହଁ ରାସ୍ତା ପୁରା ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି ଲଗାଣ ବର୍ଷାରେ ଏବଂ ଏତେ ଏଇ ଯେଉଁ ବର୍ଷାର ପରିମାଣ ବଢ଼ିଗଲା ଯେ ମାନେ ସେଇଟା ଗତ ସୃଷ୍ଟି ହେଇ ବନ୍ଧ ଭଳିଆ ହୋଇଯାଇଛି ସେ ଜାଗା। ଯେହେତୁ ଆମେ ମାଳିବିଡ଼ ଗ୍ରାମବାସୀ ଏବଂ ଅଡ଼ୋଶୀ ପଡ଼ୋଶୀ ଗ୍ରାମବାସୀ ରାସ୍ତାରେ ଯିବା ଆସିବା ପ୍ରତ୍ୟେକ ଦିନ କରୁଛୁ, ଆଜି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ସେ ରାସ୍ତାରେ ଯିବା ଆସିବା ପାଇଁ। ଚାଲି ଚାଲି ଯିବା ପାଇଁ ବି ମଧ୍ୟ ସୁବିଧା ନାହିଁ, ଆଉ ଗାଡ଼ି ମଟର ସାଇକେଲ କଥା ତ ସେ ତ ବହୁତ ଦୂରର କଥା। ଯଦି ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତି ତାହେଲେ ଆମେ ଆଗାମୀ ଦିନରେ ରାସ୍ତା ସୁଚାରୁ ରୂପେ କାର୍ଯ୍ୟକାରୀ ହେଲେ ଆମେ ଚଳିପାରିବୁ। ଯଦି ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି, ଅଣଦେଖା କରନ୍ତି, ତାହେଲେ ଆମେ ମାଳିବିଡ଼ ଗ୍ରାମବାସୀ ଏବଂ ଅଡ଼ୋଶୀ ପଡ଼ୋଶୀ ଯେଉଁ ଗ୍ରାମର ଲୋକ ଯାତାୟାତ କରୁଛନ୍ତି ଆମେ मेहबूब प्रसाद सतपथी रिपोर्ट ओ मीडिया।